ସେଦିନ କଲ୍ଟା ଯାଇ ରଙ୍ଗ ନମ୍ବରରେ ଲାଗିଯାଇଥିଲା। ଓଃ କି ଗାଳି! କାନଟା ପୁରା ଫାଟିଗଲା। ସେ ଗାଳି ଭିତରେ ବି କଣ୍ଠଟା ଶୁଣିବାକୁ ମଧୁର ଲାଗୁଥିଲା। କିଛି ଦିନ ପରେ ସେ ନମ୍ବରକୁ କଲ୍ ଲଗାଇ କଥା ହେବାକୁ ଇଚ୍ଛା ହେଉଥିଲେ ବି କେଜାଣି କାହିଁକି ସେଇ ଗାଳି କଥା ମନେ ପଡ଼ିଯାଉଥିଲା। ଆଉ ସେ ନମ୍ବରକୁ କଲ୍ ଲଗାଇବାକୁ ଡର ବି ମାଡ଼ୁଥିଲା। କିନ୍ତୁ ସେଦିନ ସେ ଗାଳି ଭିତରେ ଯେମିତି ଅନେକ କିଛି ରହସ୍ୟ ଲୁଚି ରହିବା ପରି ଲାଗୁଥିଲା। ମୋତେ ଲାଗୁଥିଲା ସେ ମୋତେ ଗାଳି ଦେଲା ପରେ ଯେମିତି ପଶ୍ଚାତାପ କରୁଥିଲା, ଆଉ ମୋତେ କଲ୍ କରି ସରି କହିବାକୁ ଇଚ୍ଛା ଥିଲେ ବି ସାହସ ଜୁଟେଇ ପାରୁନଥିଲା। ଏମିତିରେ ବିତି ଯାଇଥିଲା 2 ମାସ। ଆଉ ସେଇ 2 ମାସ ଭିତରେ ନା ମୁଁ ସେ ଗାଳିକୁ ଭୁଲି ପାରିଥିଲି, ନା ତାର ସେ କଣ୍ଠସ୍ୱରକୁ। ହଠାତ୍ ଗୋଟେ ନୂଆ ନମ୍ବରରୁ କଲ୍ ଆସିଲା। ଆଉ ସେ କଲ୍ ଉଠାଇଲା ପରେ ସେ କଣ୍ଠସ୍ୱରକୁ ମୁଁ ପୁରା ଜାଣିପାରିଥିଲି। କେମିତି ବା ସେ ସ୍ୱରକୁ ଭୁଲି ପାରିବି? କିନ୍ତୁ ଏଥର ସେ ସ୍ୱର ଗରମ ନଥିଲା, ନରମ ଥିଲା। କିନ୍ତୁ ମୋତେ ଲାଗୁଥିଲା ଏ ନରମ ସ୍ୱର ଅପେକ୍ଷା ତା ଗରମ ସ୍ୱରଟା ବେଶୀ ଭଲ ଥିଲା। ପଚାରିଲା, କେମିତି ଅଛନ୍ତି? ମୁଁ କହିଲି ଭଲ ଅଛି। ନ ଜାଣିଲା ଭଳି ପଚାରିଲି, କିଏ କହୁଛନ୍ତି? ସେପଟୁ ଜବାବ ଆସିଲା, ମୁଁ ସେଇ ଝିଅ ଯିଏ ତମକୁ ଗାଳି ଦେଇଥିଲି। ମୁଁ କହିଲି, ଆଚ୍ଛା ଆଜି କ'ଣ ପାଇଁ କଲ୍ କରିଛ? ସେ କହିଲା, ସରି କହିବାକୁ। ସେ ଯାହା ବି ହେଉ ମୋର ଏମିତି ଗାଳି ଆପଣଙ୍କୁ ଦେବାର ନଥିଲା। ବାସ୍ ଆରମ୍ଭ ହୋଇଯାଇଥିଲା ବନ୍ଧୁତା। ଆପଣରୁ ଖସି ଆସିଥିଲୁ ତମେକୁ। ନା ସେତେବେଳେ ଥିଲା ସ୍ମାର୍ଟଫୋନ୍, ନା ହ୍ୱାଟ୍ସଅପ୍। କେବଳ କିପ୍ୟାଡ଼ ମୋବାଇଲ ଗୋଟେ ଗୋଟେ ହାତରେ ଥିଲା। ଫୋନ୍ରେ କେବଳ ଗୋଟେ ବୋଲି ମାଧ୍ୟମ ଥିଲା, ସେଇଟା ହେଲା କଥା ହେବା ଆଉ ମେସେଜ୍ କରିବା। ଧୀରେ ଧୀରେ ବନ୍ଧୁତା ଆଗକୁ ବଢ଼ିଲା। ଏମିତିରେ ବିତି ଯାଇଥିଲା 6 ମାସ। ଏଇ 6 ମାସ ଭିତରେ କେତେ ରାତି ଅନିଦ୍ରା ହେଇ ଫୋନ୍ରେ ଗପିଥିଲୁ ତାର ହିସାବ ନଥିଲା। ମୁଁ ଜାଣିପାରୁନଥିଲି ଏତେ କଥା ସେତେବେଳେ କେଉଁଠୁ ଆସୁଥିଲା। ମୁଁ ବେଳେବେଳେ ଭାବୁଥିଲି, ଆଉ ଏ ସମ୍ପର୍କ କ'ଣ ସତରେ ବନ୍ଧୁତା ଭିତରେ ସୀମିତ ଅଛି, ନା ଆଉ କିଛି ସମ୍ପର୍କକୁ ପରିବର୍ତ୍ତନ ହୋଇଯାଇଛି? ଅନେକ ଚେଷ୍ଟା କଲି ଉତ୍ତର ଖୋଜିବାକୁ, ହେଲେ ପାଉନଥିଲି। ଗୋଟେ ଦିନ କଥା ନହେଲେ ଭଲ ଲାଗୁନଥିଲା। ମୋତେ କୁଆଡ଼େ କହିକି ନଗଲେ ରାଗ ଲାଗୁଥିଲା। ସେମିତି ସେ ଯଦି କେତେବେଳେ କଲ୍ କରୁଥିବ ଆଉ ମୁଁ ବ୍ୟସ୍ତ ଭିତରେ ଉଠେଇ ପାରିନଥିବି, ସେ ବି ମୁହଁ ଫୁଲଉଥିଲା। ସତ କହିଲେ ଏସବୁ କ'ଣ ବନ୍ଧୁତା ଥିଲା? ନା, ମୁଁ ଜାଣିସାରିଥିଲି ଏ ସମ୍ପର୍କ ଆଉ ବନ୍ଧୁତା ଭିତରେ ସୀମିତ ନଥିଲା। ଇଏ ପ୍ରେମ ସମ୍ପର୍କରେ ପରିଣତ ହୋଇସାରିଥିଲା। କେହି କାହା ସହିତ କଥା ନହେଲେ ଭୋକ ଲାଗୁନଥିଲା, ନିଦ ବି ହେଉନଥିଲା। ଏମିତିକି ରାତି ରାତି ଅନିଦ୍ରା ହେଇ ଗପିବା ଆଉ ସେଇ ଗପ ଭିତରେ ନିଦରେ ଶୋଇବା ଯେମିତି ଆମର ଅଭ୍ୟାସ ହୋଇଯାଇଥିଲା। ହଁ, ଯଦି ଆମେ ରାତିରେ କଲ୍ କରି ଲାଇନ୍ରେ ରହୁଥିଲୁ ତାହେଲେ ନିଦ ଆସୁଥିଲା। ଯଦି କେଉଁଦିନ ରାତିରେ କିଛି କାରଣ ପାଇଁ କଥା ହେଇପାରୁନଥିଲୁ, ସେଦିନ ରାତିଟା ପୁରା ଉଜାଗରରେ କଟିଯାଉଥିଲା। ଏସବୁ ଭିତରେ ଆମେ ଉଭୟ ଜାଣିସାରିଥିଲୁ ଆମକୁ ପ୍ରେମ ହୋଇସାରିଲାଣି, ହେଲେ କେହି କାହାକୁ କହିବାକୁ ସାହସ କରିପାରୁନଥିଲୁ। ପ୍ରଥମ କଥା ହେଲା, ଆମେ କେହି କାହାକୁ ଦେଖିନଥିଲୁ। ଦ୍ୱିତୀୟ କଥା ହେଲା, ଉଭୟଙ୍କ ଭିତରେ ଡର ଥିଲା, କାଳେ ପ୍ରେମ କଥା କହିଲେ ଯଦି ଦୂରେଇ ଯିବ। ହେଲେ ଶେଷରେ ଦିନେ ରାତିରେ ଉଭୟଙ୍କୁ ସାହସ କରି ପ୍ରେମ ନିବେଦନ କରିଦେଲୁ। କିନ୍ତୁ ମୋ ମନ ଭିତରେ ଡର ଥିଲା, ସେ ମୋତେ ପସନ୍ଦ କରିବ ତ? ସେ ଦେଖିବାକୁ କେମିତି ହେଇଥିବ? ସେମିତି ଭାବନା ବି ତା ମନ ଭିତରେ ଆସିଥିବ। କିନ୍ତୁ ମୁଁ କେବେ ତାକୁ ଏ ବିଷୟରେ ପଚାରି ନାହିଁ। ତାକୁ ନେଇ ଅନେକ ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଥିଲି। ସ୍ୱପ୍ନର ରାଜକୁମାରୀ ପରି ତାକୁ ମୋ ହୃଦୟର ଜାଗା ଦେଇ ସାରିଥିଲି। ଖାଲି ଭଗବାନଙ୍କୁ ଡାକୁଥିଲି, ସେ ଯାହା ବି ହେଉ ମୋତେ ସେ ହିଁ ଦରକାର। ତାକୁ ଦେଖିଲା ପରେ ମୋ ମନ ଯେମିତି ବଦଳେଇବ ନାହିଁ ପ୍ରଭୁ। ଶେଷରେ ସେହି ସମୟ ଆସିଯାଇଥିଲା। ଗୋଟେ ଜାଗାରେ ଦେଖା କରିବାକୁ ସେ ମୋତେ ଡାକିଲା, ଆଉ ମୁଁ ଯାଇ ପହଞ୍ଚିଥିଲି। ଆଉ ତାକୁ ଦେଖିବା ପରେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲି। ସେ ଗୋଟେ ସ୍ୱର୍ଗର ଅପ୍ସରୀ ଭଳି ଦେଖାଯାଉଥିଲା, ଆଉ ପରିରାଇଜର ରାଜକୁମାରୀ ପରି ଚମକୁଥିଲା। ହେଲେ ମୁଁ ତାର ପସନ୍ଦ ଆସିଛି କି ନାହିଁ ମୋତେ ଡର ଲାଗୁଥିଲା। ମୋତେ ଦେଖିବା ପରେ ସେ ଦୂରେଇ ଯିବନି ତ? କିଛି ସମୟ କଥା ହେଲା ପରେ ତାଠୁ ଭଲରେ ବିଦାୟ ନେଲି। ଆଉ ସେ ସେପଟେ ଦେଖୁଥିଲା ବେଳେ ତା ଗାଲରେ ଗୋଟେ କିସ୍ କରିଦେଲି। ବାଟ ସାରା ତା ସହିତ ଫୋନ୍ରେ କଥା ହେଲି। ହେଲେ ଘରେ ପହଞ୍ଚି କିଛି ସମୟ ପରେ କଲ୍ ଲଗେଇଲି, ହେଲେ ତା ଫୋନ୍ଟା ସୁଇଚ୍ ଅଫ୍ ଥିଲା। ବାରମ୍ବାର କଲ୍ ଲଗେଇ ଚାଲିଲି। ସେଇ ଗୋଟିଏ ଉତ୍ତର ଆସୁଥିଲା, ଆପଣ ଡାଏଲ୍ କରୁଥିବା ନମ୍ବର ସୁଇଚ୍ ଅଫ୍ ଅଛି। ସବୁ ଖୁସି ଯେମିତି କିଛି କ୍ଷଣ ପରେ ମିଳେଇ ଗଲା। ଦିନ ଯାଇ ରାତି ହେଲା। ଶୋଇବା ପୂର୍ବରୁ କଲ୍ କରି ଲାଇନ୍ରେ ରହିବା ଯେମିତି ନୀତିଦିନିଆ ଅଭ୍ୟାସ ପାଲଟି ଯାଇଥିଲା। ହେଲେ ତା କଲ୍ ବିନା କେମିତି ଶୋଇବି? ରାତିରେ ଭୋକ ଲାଗିଲାନି, ଆଉ ଖାଇଲିନି। ସେମିତି ଉପାସରେ ବେଡ୍ ଉପରେ କଡ଼ ଲେଉଟୁଥିଲି, ଆଉ ଭାବୁଥିଲି ସେ ବୋଧେ ମୋତେ ପସନ୍ଦ କଲାନି। ମୁଁ ତାକୁ ଦେଖା କରିବାଟା ବୋଧେ ଭୁଲ ଥିଲା। ବେଡ୍ରେ ଏପଟ ସେପଟ ହେଉ ହେଉ କେତେବେଳେ ରାତି ପାଇଯାଇଥିଲା,
ମୋତେ ଜଣାପଡ଼ିନଥିଲା। ତା ଭିତରେ ମୁଁ 1000 ଥରରୁ ଅଧିକ ତାକୁ କଲ୍ ଲଗେଇଥିବି। ଖାଲି କାନ୍ଦ କାନ୍ଦ ଲାଗୁଥିଲା। ଶେଷରେ ଭାବିଲି ସେ ମୋତେ ଦୂରେଇ ଦେଲା, ସେଥିପାଇଁ ସିମ୍ ବୋଧେ ବଦଳେଇ ଦେଲା। ତାପରେ ଦିନଯାକ ଭୋକ ଉପାସରେ ନିଜ କାମ କରି ଚାଲିଲି। ନା ଭୋକ ଲାଗୁଥିଲା ନା କାମରେ ମନ ଲାଗୁଥିଲା। ସମୟ ଅପରାହ୍ନ 4ଟା। ଗୋଟେ ନୂଆ ନମ୍ବରରୁ କଲ୍ ଆସିଲା। କାଳେ ସେ କରିଥିବ ଭାବି ତୁରନ୍ତ ଫୋନ୍ ରିସିଭ୍ କଲି ଆଉ ହେଲୋ କହିଲି। ସେପଟୁ ସେ କାନ୍ଦୁଥିଲା। ତା କାନ୍ଦ ଶୁଣି ମୋର ସବୁ ରାଗ ଶାନ୍ତ ହୋଇଯାଇଥିଲା। କ'ଣ ହେଇଛି ବୋଲି ପଚାରିଲି। ସେ କାନ୍ଦି କାନ୍ଦି କହିଲା, କାଲିଠୁ ତମ ସହିତ କଥା ହେଇନି ବୋଲି ଖାଇନି କି ଶୋଇନି। ମୋ ଚାର୍ଜରଟା ମୂଷା କାଟି ଦେଇଛି। ଆଉ କାହା ଚାର୍ଜରରେ ମୋ ଫୋନ୍ ସପୋର୍ଟ ନେଉନାହିଁ। ଏଇଟା ମୋର ଜଣେ ମାଉସୀର ଫୋନ୍ରୁ ତମକୁ କଲ୍ କରିଛି। ତମେ ଏଥିରେ କଲ୍ କରିବନି। ମୁଁ ସୁବିଧା ହେଲେ ତମକୁ କଲ୍ କରିବି। ସବୁ କାମ ପଛରେ ପକାଇ ଅଫିସରୁ ସିଧା ଉଠି ସ୍ୟାମସଙ୍ଗ୍ କେୟାରକୁ ଗଲି ଆଉ ଚାର୍ଜର କିଣି ତା ଫୋନ୍କୁ ଅପେକ୍ଷା କଲି। ସେଦିନ ଆଉ ମୋତେ ସେ କଲ୍ କରିପାରିନଥିଲା। ତା ପରଦିନ କଲ୍ କଲା ଆଉ ଯେଉଁ ଜାଗାରେ କହିଲା ତାକୁ ନେଇ ଚାର୍ଜର ଦେଇ ଆସିଲି। ଆଉ ପ୍ରେମ କ'ଣ ମୁଁ ସେଦିନ ଅନୁଭବ କଲି। ଖାଲି ସେତିକି ନୁହେଁ, ମୋ ସହିତ କଥା ହେବା ପାଇଁ ତା ପାଗଳାମି ଦେଖି ତା ଭଲ ପାଇବାକୁ ବୁଝିଗଲି ଯେ ସେ ମୋତେ କେତେ ଭଲ ପାଉଥିଲା। ସେ ମୋଠୁ ଅନେକ ଦୂରରେ ରହି ପଢ଼ୁଥିଲା ଆଉ ସେ ସେଠିକି ପଳେଇଗଲା। ଜଣା ନଥିଲା କେବେ ପୁଣି ଦେଖା ହେବ, ଆଗକୁ କ'ଣ ହେବ, ମୁଁ ତାକୁ ମୋ ଜୀବନସାଥୀ କରିପାରିବି କି ନାହିଁ। ହେଲେ ଆମ ପ୍ରେମ କ'ଣ ସଫଳ ହେଲା? ତାପରେ କ'ଣ ଘଟିଲା ଜାଣିବାକୁ ଇଚ୍ଛା ହେଉଛି ନା? ଦର୍ଶକ ବନ୍ଧୁ, ଏ କେଉଁ କାହାଣୀ ନୁହେଁ, ଏ ଗୋଟେ ସତ ପ୍ରେମ କାହାଣୀ, ଯାହାକୁ ପୁରା ଶୁଣିଲେ ଆପଣଙ୍କୁ ଆହୁରି ମଜା ଲାଗିବ। ଏ କାହାଣୀ ବହୁତ ଲମ୍ବା। ଏ ହେଉଛି ଗୋଟେ ସଚ୍ଚା ପ୍ରେମ କାହାଣୀ, ଗୋଟେ ପ୍ରେମିକ ଆଉ ଗୋଟେ ପ୍ରେମିକାର। ଆଜିକାଲିର ପ୍ରେମ ଆଉ ସେତେବେଳର ପ୍ରେମ ଭିତରେ ଅନେକ ଫରକ ଅଛି। ସେତେବେଳେ ପ୍ରେମ ପାଇଁ ଜୀବନ ଦେଉଥିଲେ ଆଉ ଆଜି ପ୍ରେମ ପାଇଁ ଜୀବନ ନେଉଛନ୍ତି। ଆଉ ସେହି ପ୍ରେମୀ ଯୁଗଳଙ୍କର ପୁରା କାହାଣୀ ଯଦି ଶୁଣିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ କମେଣ୍ଟ କରିବେ। ଯଦି ଆପଣଙ୍କ ଇଚ୍ଛା ଆଉ ଉତ୍ସାହ କମେଣ୍ଟ ମାଧ୍ୟମରେ ଆମେ ଅନୁଭବ କରିବୁ, ତେବେ ସେହି ପ୍ରେମ କାହାଣୀ ଏକ ନୂଆ ରୂପରେ ଆପଣଙ୍କ ସାମ୍ନାକୁ ସବୁଦିନ ରାତି 9ଟାରେ ଆଣିବାକୁ ପ୍ରୟାସ କରିବୁ। କାହାଣୀର ନାଁ ବଣ୍ଟି ଆଉ ବବଲିର ପ୍ରେମ କାହାଣୀ। କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଯଦି ଆପଣ କମେଣ୍ଟ କରିବେନି ତାହେଲେ ଆମେ ଜାଣିବୁ ଆପଣଙ୍କର ସେ ପ୍ରେମ କାହାଣୀ ବିଷୟରେ ଜାଣିବାକୁ ଜମା ବି ଆଗ୍ରହ ନାହିଁ। ରହୁଛୁ ଆପଣଙ୍କ କମେଣ୍ଟ ଅପେକ୍ଷାରେ। ନମସ୍ତେ, ଜୟ ଜଗନ୍ନାଥ।